ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକର ଅଣ୍ଡାଳି ଜାମ୍ଭାଲ ପଞ୍ଚାୟତର ବଡ଼ମାଲ ଗାଢ଼ତଲି ଗାଁର ନଳିମା ଟପଙ୍କ ଘରେ ଗତକାଲି ସନ୍ଧ୍ୟା 5টাରେ ଏକ କୁର୍ଥିଆ ନାଗସାପ ପ୍ରବେଶ କରିଥିଲା, ଯାହା ଯୋଗୁଁ ପରିବାର ଲୋକେ ଭୟଭୀତ ହୋଇଥିଲେ। କୁର୍ଥିଆ ସାପଟି ସକାଳ ପର୍ଯ୍ୟନ୍ତ ଘରୁ ବାହାରକୁ ଆସିନଥିଲା। ତେଣୁ ନଳିମା ଟପ ଆଜି ବୀରମୈତ୍ରପୁର ପୌରପାଳିକାରେ ଆଇଜିବି ସାମ୍ବାଦିକଙ୍କୁ ଏ ବିଷୟରେ ଜଣାଇଥିଲେ। ସାମ୍ବାଦିକ ତୁରନ୍ତ ସାପ ଉଦ୍ଧାର କରୁଥିବା ଗୁରୁଚରଣ ରାଣାଙ୍କୁ ଫୋନ୍ କରି କହିବା ପରେ ଗୁରୁଚରଣ ଆଜି ସାପଟିକୁ ରକ୍ଷା କରିଥିଲେ। ସେ ମାଟି ଘରର କାନ୍ଥ ଭାଙ୍ଗି କୁର୍ଥିଆ ନାଗ ସାପଟିକୁ ଉଦ୍ଧାର କରିଥିଲେ ଏବଂ ସାପଟିକୁ ଜଙ୍ଗଲକୁ ନେଇ ସେଠାରେ ଛାଡ଼ି ଦିଆଯାଇଥିଲା। ଏହା ଦେଖି ପରିବାର ସଦସ୍ୟମାନେ ଖୁସି ହୋଇ ସାମ୍ବାଦିକ ଅବଦୁଲ ସୁହାବ ଓ ଗୁରୁଚରଣ ରାଣାଙ୍କୁ ଧନ୍ୟବାଦ ଜଣାଇଥିଲେ। ମୋ ନାମ ନୀଲିମା ଟପ, ମୁଁ ବଡ଼ମାଲ ଗାଢ଼ାଟଲିର ଅଟେ। ଆଉ ଆମ ଘରେ କାଲି 4:30ଟାରେ କୁର୍ଥିଆ ନାଗଟି ପଶି ଯାଇଥିଲା। ଆଉ ଆମେ ରାତି ସାରା ସାପ ପାଇଁ ବହୁତ ପରେଶାନ ହେଇଥିଲୁ। ଆଉ ସମସ୍ତେ ଆସିଥିଲେ, ଗାଁର ସବୁ ଲୋକମାନେ ଆସିଥିଲେ। ଆଉ ଆମେ ରାତି ସାରା ଜଗିଥିଲୁ, ଫିର୍ ବି ସାପଟି ବାହାରିଲାନି। ତ ଆମେ ଗୁରୁଚନ୍ଦ୍ର ସାର୍ଙ୍କ ନମ୍ବର ପାଇଲୁ, କଣ୍ଟାକ୍ଟ କଲୁ। ତାପରେ ସେମାନେ ଆଜି ଆସିଲେ ଆଉ ସେ ସାପକୁ ଧରିକି ସେମାନେ ନେଇକି ଗଲେ। କୋଉ ସାପ ଥିଲା? କୁର୍ଥିଆ ନାଗ ଥିଲା। ଏବେ ଆପଣ କଣ କହିବେ? ସାର୍ ଯଦି ଆପଣ ସାପକୁ ବାହାର କଲେ ଆପଣ କଣ କହିବେ ତାଙ୍କୁ? ଏବେ ଆମେ ଧନ୍ୟବାଦ ଦେଉଛୁ ତାଙ୍କୁ, ସାପକୁ ଧରିକି ନେଇକି ଗଲେ। ବଡ଼ମାଲ ଗାଢ଼ାଟଲିରେ ସାପ ପଶି ଯାଇଥିଲା। ତ ମୋତେ ମାନେ କଣ୍ଟାକ୍ଟ କରବାରୁ କାଲିଠୁ କଣ୍ଟାକ୍ଟ କଲେ। ଆଜି ମୋ କଣ୍ଟାକ୍ଟ ଠିକ୍ ସହି ହେଇପାରିଲା। ତାପରେ ଆସିକିରି ଗୋଟେ ସାପ ପଶିଗଲା, କୁର୍ଥିଆ ନାଗ ଗୋଟେ। ତ ତାକେ ମୁଇଁ ଆଜି ସେ ଘରରୁ ବାହାର କରିଦେଲି ଆଉ ତାକେ ନେଇକି ଜଙ୍ଗଲରେ ଛାଡ଼ିଦେଲି। ବୀରମିତ୍ରପୁରରୁ ସାମ୍ବାଦିକ ଅବଦୁଲ ସୁହାବଙ୍କ ରିପୋର୍ଟ, ଆଇଜିବି ନ୍ୟୁଜ।